वसुदेवसुतं देवं कंसचाणूरमर्दनं देवकी परमानन्दं कृष्णं वन्दे जगद्गुरुं। श्रीमद्भगवद्गीता अष्टमोऽध्यायः अक्षरब्रह्मयोगः। अर्जुन उवाच किं तद्ब्रह्म किमध्यात्मं किं कर्म पुरुषोत्तम अधिभूतं च किं प्रोक्तम् अधिदैवं किमुच्यते। अर्जुन कहिले, हे पुरुषोत्तम कृष्ण, सही ब्रह्म कौन, अध्यात्म कौन, कर्म कौन, अधिभूत क्या कह जाए, अधिदैव बा कौन, अधियज्ञ कथं कौत्र देहेऽस्मिन् मधुसूदन प्रयाण काले च कथं ज्ञेयसि नियतात्मभिः। हे मधुसूदन, ଏହି ଶରୀରରେ ଯେଉଁ ଯଜ୍ଞ ରୂପକ କର୍ମ ନିବର୍ତ୍ତିତ ହେଉଛି ତହିଁରେ ଅଧିଯଜ୍ଞ କିଏ, ଅର୍ଥାତ୍ ତାହାର ଅଧିଷ୍ଠାତା, ପ୍ରୟୋଜନ ଏବଂ ଫଳଦାତା କିଏ, ସେ କିପରି ଏହି ଦେହରେ ଅବସ୍ଥିତ, ଅର୍ଥାତ୍ କିପରି ଭାବରେ ସେ ଚିନ୍ତନୀୟ ଏବଂ ଅନ୍ତିମ ସମୟରେ ସଂଯତ ଚିତ୍ତ ବ୍ୟକ୍ତିଗଣ ଆପଣଙ୍କୁ କିପରି ଭାବରେ ଜାଣିପାରନ୍ତି। ଶ୍ରୀ ଭଗବାନ ଉବାଚ ଅକ୍ଷରଂ ବ୍ରହ୍ମ ପରମଂ ସ୍ୱଭାବଧ୍ୟାତ୍ମମୁଚ୍ୟତେ ଭୂତଭାବଦ୍ଭବକର ବିସର୍ଗ କର୍ମ ସଂଗୀତଃ। ଶ୍ରୀ ଭଗବାନ କହିଲେ, ଯାହା ପରମ ଅକ୍ଷର ତାହା ହିଁ ବ୍ରହ୍ମ, ସ୍ୱଭାବ ଅର୍ଥାତ୍ ଜୀବ ଅଧ୍ୟାତ୍ମ ବୋଲି ଉକ୍ତ ହୁଏ। ସମସ୍ତ ପ୍ରାଣିକ ଭାବ ଏବଂ ଉଦ୍ଭବକର ଯେଉଁ ବିସର୍ଗ ଅର୍ଥାତ୍ ଦେବତାଙ୍କ ଉଦ୍ଦେଶ୍ୟରେ ଦାନ ବା ଯଜ୍ଞାଦି ତାହା କର୍ମ ନାମରେ ଅଭିହିତ। ଅଧିଭୂତଂକ୍ଷର ଭାବ ପୁରୁଷଶ୍ଚାଧିଦୈବତଂ ଅଧିୟଜ୍ଞହଂ ଏବ ଅତ୍ର ଦେହେ ଦେହଭୃତାଂ ବର। हे नरश्रेष्ठ अर्जुन, क्षर अर्थात विनश्वर भाव देहादि पदार्थ अधिभूत, पुरुष अर्थात सर्वदेवतांकर अधिपति सूर्यमंडलवर्ती वैराज पुरुष अधिदैवत अर्थात समस्त देवतांकर अधिष्ठाता। एही शरीर रे अंतर्जामी रूपे स्थित मु अधियज्ञ अर्थात यज्ञाधिष्ठाता देवता, यज्ञादि कर्मर प्रवर्तक और तत्फलदाता। अंतकाले च मामेव स्मरन् मुक्त्वा कलेवरं य प्रयाति समद्भावं याति नास्त्यत्र संशयः। मृत्यु समय मध्य मते स्मरण करू करू देहत्याग करी जे प्रयाण करती से मोर भाव अर्थात विष्णु भाव रूपक मुक्तिलाभ करती, एथिरे कौनसी संशय नहीं। यं यं वापि स्मरन् भावं त्यजत्यन्ते कलेवरं तं तमेवेति कौन्तेय सदा तद्भाव भाविता। हे कौन्तेय, मृत्यु समय जे कौनसी भाव स्मरण करी जे देहत्याग करती से सर्वदा सही भाव तन्मय चित्त थिबा हेतु सही भाव को ही प्राप्त होती। तस्मात् सर्वेषु कालेषु मामनुस्मरयुध्य च मयर्पित मनोबुद्धि मामे वैश्यस्य संशयम्। सेथिपाई कहूछि, सर्वदा सबु अवस्थारे मते स्मरण कर एवं सधर्म पालन रूपक युद्ध कर। मोठारे मनोबुद्धि अर्पण कले तुमे शेषरे निश्चय मते प्राप्त हेब। अभ्यास योगयुक्तेन चेतसा नान्यगामिना परमं पुरुषं दिव्यं याति पार्थानुचिन्तयन्। हे पार्थ, चित्त को ध्येय वस्तु परमात्मा ठारू विषयांतरे जीवाकू न देई पुनः पुनः अभ्यास द्वारा ईश्वर ठारे स्थिर करी सही दिव्य ज्योतिर्मय पुरुषंकर निरंतर ध्यान द्वारा साधक सही परम पुरुषं को प्राप्त होती। कविं पुराणमनुशासितारं
अनारणीयं समनुस्मरेद्यः सर्वस्य धातारमचिन्त्यरूपम् आदित्यवर्णं तमसा परस्तात् प्रयाणकाले मनसाचलेन भक्त्या युक्तो योगबलेन चैव भ्रुवोर्मध्ये प्राणमावेश्य सम्यक् सतं परं पुरुषमुपैति दिव्यम्। ଯେଉଁ ସର୍ବଜ୍ଞ ସନାତନ ସର୍ବନିୟନ୍ତା ସୂକ୍ଷ୍ମାତିସୂକ୍ଷ୍ମ ସମସ୍ତଙ୍କର ବିଧାତା ଏବଂ ଅଚିନ୍ତ୍ୟ ସ୍ୱରୂପ ଆଦିତ୍ୟବତ୍ ଜ୍ୟୋତିର୍ମୟ ପୁରୁଷ ଅନ୍ଧକାର ବା ପ୍ରକୃତି ଠାରୁ ଦୂରରେ ରହିଛନ୍ତି। ମୃତ୍ୟୁ ସମୟରେ ମନକୁ ଏକାଗ୍ର କରି ଭକ୍ତିଯୁକ୍ତ ହୋଇ ଯୋଗବଳ ଦ୍ୱାରା ସୁଷୁମ୍ନା ପଥରେ ଭ୍ରୁଯୁଗଳ ମଧ୍ୟରେ ପ୍ରାଣକୁ ସମ୍ୟକ୍ ରୂପେ ସ୍ଥାପନ କରି ସେହି ପୁରୁଷଙ୍କୁ ଯେ ସର୍ବଦା ସ୍ମରଣ କରନ୍ତି ସେ ସେହି ଦିବ୍ୟ ପରମ ପୁରୁଷଙ୍କୁ ପ୍ରାପ୍ତ ହୁଅନ୍ତି। ୟଦକ୍ଷରଂ ବେଦବିଦୋ ବଦନ୍ତି ବିଶନ୍ତି ୟତୋ ୟବିତରାଗାଃ ୟଦିଚ୍ଛନ୍ତ ବ୍ରହ୍ମଚର୍ଯ୍ୟଂ ଚରନ୍ତି ତତ୍ତେ ପଦଂ ସଂଗ୍रहेଣ ପ୍ରବକ୍ଷେ। ବେଦବିଦ୍ଗଣ ଯାହାଙ୍କୁ ଅକ୍ଷର ପୁରୁଷ ବୋଲି କହନ୍ତି, ନିଷ୍ପୃହ ୟତିଗଣ ଯାହାଙ୍କୁ ଲାଭ କରନ୍ତି, ବ୍ରହ୍ମଚାରୀଗଣ ଯାହାଙ୍କୁ ପାଇବା ପାଇଁ ବ୍ରହ୍ମଚର୍ଯ୍ୟ ବ୍ରତର ଅନୁଷ୍ଠାନ କରନ୍ତି, ସେହି ପରମପଦ ପ୍ରାପ୍ତିର ଉପାୟ ସମ୍ବନ୍ଧରେ ତୁମକୁ ସଂକ୍ଷେପରେ କହିବି। ସର୍ବଦ୍ୱାରାଣି ସଂୟମ୍ୟ ମନୋହୃଦି ନିରୁଧ୍ୟ ଚ ମୁଧ୍ନାଧ୍ୟାୟାତ୍ମନୋ ପ୍ରାଣମ୍ ଆସ୍ଥିତ ଯୋଗ ଧାରଣମ୍। ସମସ୍ତ ଇନ୍ଦ୍ରିୟ ଦ୍ୱାର ସଂଯତ ଏବଂ ମନକୁ ହୃଦୟରେ ନିରୁଦ୍ଧ କରି ଭ୍ରୁଯୁଗ ମଧ୍ୟରେ ନିଜର ପ୍ରାଣ ସ୍ଥାପନ ଦ୍ୱାରା ସାଧକ ଆତ୍ମା ସହିତ ଜଗଧାରଣାର ଆଶ୍ରୟ ଗ୍ରହଣ କରିବେ, ଅର୍ଥାତ୍ ଯୋଗ ସାଧନାକୁ ଅବଲମ୍ବନ କରିବେ। ଅମିତ୍ୟେକାକ୍ଷରଂ ବ୍ରହ୍ମ ବ୍ୟାହରନ୍ ମାମନୁସ୍ମରନ୍ ୟ ପ୍ରୟାତି ତ୍ୟଜନ୍ ଦେହଂ ସ ୟାତି ପରମାଂ ଗତିମ୍। ଓଂ ଏହି ବ୍ରହ୍ମାତ୍ମକ ଏକାକ୍ଷର ଶବ୍ଦ ବ୍ରହ୍ମ ଉଚ୍ଚାରଣ ପୂର୍ବକ ମୋତେ ଚିନ୍ତା କରୁ କରୁ ଯେ ଦେହତ୍ୟାଗ କରନ୍ତି ସେ ପରମଗତି ପ୍ରାପ୍ତ ହୁଅନ୍ତି, ଅର୍ଥାତ୍ ଈଶ୍ୱର ସ୍ୱରୂପତା ଲାଭ କରନ୍ତି। ଅନନ୍ୟଚେତସ ତତଂ ୟମାଂ ସ୍ମରତି ନିତ୍ୟଶଃ ତସ୍ୟାହଂ ସୁଲଭ ପାର୍ଥ ନିତ୍ୟୟୁକ୍ତସ୍ୟ ଯୋଗିନଃ। ହେ ପାର୍ଥ, ଅନନ୍ୟ ଚିତ୍ତ ହୋଇ ଯେ ମୋତେ ନିତ୍ୟ ନିରନ୍ତର ସ୍ମରଣ କରନ୍ତି ସେହି ସଦା ସ୍ମରଣଶୀଳ ଯୋଗୀ ପକ୍ଷରେ ମୁଁ ସୁଲଭ ହୁଏ, ଅନ୍ୟ ପକ୍ଷରେ ନୁହେଁ। ମାମୁପେତ୍ୟ ପୁନର୍ଜନ୍ମ ଦୁଃଖାଲୟମ୍ ଅଶାଶ୍ୱତଂ ନାପ୍ନୁବନ୍ତି ମହାତ୍ମାନଃ ସଂସିଦ୍ଧିଂ ପରମାଂ ଗତାଃ। ପୂର୍ବୋକ୍ତ ମୋର ଭକ୍ତ ରୂପକ ମହାତ୍ମାଗଣ ମୋତେ ଲାଭ କରି ଦୁଃଖର ଆଳୟ ସ୍ୱରୂପ ଅନିତ୍ୟ ସଂସାରରେ ଆଉ ପୁନର୍ବାର ଜନ୍ମଗ୍ରହଣ କରନ୍ତି ନାହିଁ, କାରଣ ସେମାନେ ମୋର ସ୍ୱରୂପତା ପ୍ରାପ୍ତି ରୂପକ ପରମ ମୋକ୍ଷ ଲାଭ କରନ୍ତି। ଆବ୍ରହ୍ମ ଭୁବନାଲୋକାଃ ପୁରାବର୍ତ୍ତିନର୍ଜୁନ ମାମୁପେତ୍ୟ ତୁ କୌନ୍ତେୟ ପୁନର୍ଜନ୍ମ ନ ବିଦ୍ୟତେ। ହେ ଅର୍ଜୁନ, ପୃଥିବୀରୁ ଆରମ୍ଭ କରି ବ୍ରହ୍ମଲୋକ ପର୍ଯ୍ୟନ୍ତ ସବୁ ଲୋକ ହିଁ ପୁନରାବର୍ତ୍ତନଶୀଳ, କିନ୍ତୁ ହେ କୌନ୍ତେୟ, ମୋତେ ଲାଭ କଲେ ଆଉ ପୁନର୍ଜନ୍ମ ହୁଏ ନାହିଁ। ସହସ୍ରଯୁଗ ପର୍ଯ୍ୟନ୍ତମ୍ ଅହର୍ୟଦ୍ବ୍ରହ୍ମଣ ବିଦୁଃ ରାତ୍ରିଯୁଗ ସହସ୍ରାନ୍ତଂ ତେହ ରାତ୍ରବିଦୋ ଜନାଃ। ମନୁଷ୍ୟର ଗଣନାରେ ସହସ୍ର ଚତୁର୍ଯୁଗ ପର୍ଯ୍ୟନ୍ତ ବ୍ରହ୍ମାଙ୍କର ଯେ ଗୋଟିଏ ଦିନ ଏବଂ ସହସ୍ର ଚତୁର୍ଯୁଗ ବ୍ୟାପୀ ତାଙ୍କର ଗୋଟିଏ ରାତ୍ରି, ଏହି ତତ୍ତ୍ୱ ଯେଉଁ ପଣ୍ଡିତଗଣ ଅବଗତ ଅଛନ୍ତି ସେମାନେ ହିଁ ଦିବାରାତ୍ରିର ପ୍ରକୃତ ତତ୍ତ୍ୱବେତ୍ତା, ଅର୍ଥାତ୍ ଚନ୍ଦ୍ର ସୂର୍ଯ୍ୟ ସହାୟରେ ଯେଉଁମାନେ ଦିବାରାତ୍ରିର ଗଣନା କରନ୍ତି ସେମାନେ ନୁହନ୍ତି। ଅବ୍ୟକ୍ତାଦ୍ବ୍ୟକ୍ତୟ ସର୍ବାଃ ପ୍ରଭବନ୍ତ୍ୟହରାଗମେ ରାତ୍ୟାଗମେ ପ୍ରଲୀୟନ୍ତେ ତତ୍ରୈବାବ୍ୟକ୍ତ ସଂଜ୍ଞକେ। ବ୍ରହ୍ମାଙ୍କର ଦିନ ଆଗତ ହେଲେ ଅବ୍ୟକ୍ତ କାରଣରୁ ଏହି ଚରାଚର ଭୂତ ସମୂହ ପ୍ରାଦୁର୍ଭୂତ ହୁଏ, ପୁନଶ୍ଚ
ବ୍ରହ୍ମାଙ୍କର ରାତ୍ରି ସମାଗମରେ ସେହି ଅବ୍ୟକ୍ତ ନାମକ ମୂଳ କାରଣରେ ହିଁ ସବୁ ଲୟପ୍ରାପ୍ତ ହୁଏ। ଭୂତଗ୍ରାମ ସଏବାୟଂ ଭୂତ୍ୱା ଭୂତ୍ୱା ପ୍ରଲୀୟତେ ରାତ୍ର୍ୟାଗମେ ବସ ପାର୍ଥ ପ୍ରଭବତି ଅହରାଗମେ। ହେ ପାର୍ଥ, ସେହି ପ୍ରାଣୀଗଣ ଯେଉଁମାନେ ପୂର୍ବ କଳ୍ପରେ ଥିଲେ, କର୍ମଫଳ ବଶରେ ପୁନଃ ପୁନଃ ଉତ୍ପନ୍ନ ହୋଇ ବ୍ରହ୍ମାଙ୍କର ରାତ୍ରି ସମାଗମରେ ପ୍ରଲୀନ ହୁଅନ୍ତି ଏବଂ ପୁନର୍ବାର ବ୍ରହ୍ମାଙ୍କର ଦିବା ସମାଗମରେ ନିଜ ନିଜ କର୍ମର ଫଳସ୍ୱରୂପ ପୁନର୍ବାର ପ୍ରାଦୁର୍ଭୂତ ହୁଅନ୍ତି। ପରସ୍ତସ୍ମାତ୍ତୁ ଭାବନ୍ୟଃ ଅବ୍ୟକ୍ତ ଅବ୍ୟକ୍ତାତ୍ ସନାତନଃ ୟଶ ସର୍ବେଷୁ ଭୂତେଷୁ ନଶ୍ୟତ୍ସୁ ନ ବିନଶ୍ୟତି। ସେହି ଚରାଚର ବିଶ୍ୱବ୍ରହ୍ମାଣ୍ଡର ଆଦି କାରଣ, ଅବ୍ୟକ୍ତରୁ ମଧ୍ୟ ବିଲକ୍ଷଣ ଅର୍ଥାତ୍ ଅବ୍ୟକ୍ତର ମଧ୍ୟ ଅଧିଷ୍ଠାନ ରୂପେ ଯେଉଁ କାରଣ ଏବଂ ଇନ୍ଦ୍ରିୟ ଆଦିର ମଧ୍ୟ ଅଗୋଚର ସ୍ୱତନ୍ତ୍ର ଯେଉଁ ଅକ୍ଷର ନାମକ ସନାତନ ପରବ୍ରହ୍ମ ରହିଛନ୍ତି, ସେ ସ୍ଥାବର ଜଙ୍ଗମ ଆଦି ଭୂତ ବିନଷ୍ଟ ହେଲେ ମଧ୍ୟ ବିନଷ୍ଟ ହୁଅନ୍ତି ନାହିଁ, ଯେହେତୁ ସେ କାର୍ଯ୍ୟକାରଣ ସ୍ୱରୂପ ବ୍ରହ୍ମାଦି ଭୂତ ସମୂହର ମଧ୍ୟ କାରଣ। ଅବ୍ୟକ୍ତକ୍ଷର ଇତ୍ୟୁକ୍ତଃ ତମାହୁ ପରମଂ ଗତିଂ ୟଂ ପ୍ରାପ୍ୟ ନ ନିବର୍ତ୍ତନ୍ତେ ତଦ୍ଧାମ ପରମଂ ମମ। ଯେଉଁ ଅବ୍ୟକ୍ତ ଈଶ୍ୱର ସ୍ୱରୂପ ଭାବ ବସ୍ତୁଟିକୁ ଅକ୍ଷର କୁହାଯାଇଛି ଏବଂ ଯାହାକୁ ଶ୍ରେଷ୍ଠ ଗତି କୁହାଯାଏ, ଅର୍ଥାତ୍ ଯେ ଜୀବର ଶେଷ ଗତି ଏବଂ ଯାହାଙ୍କୁ ପ୍ରାପ୍ତ ହେଲେ ଅର୍ଥାତ୍ ଜାଣିଲେ ଜୀବକୁ ଆଉ ସଂସାରକୁ ପ୍ରତ୍ୟାବୃତ ହେବାକୁ ପଡ଼େ ନାହିଁ, ତାହା ହିଁ ମୋର ପରମ ପଦ ସ୍ୱରୂପ ଅର୍ଥାତ୍ ମୁଁ ହିଁ ତାହା। ପୁରୁଷ ସ ପରଃ ପାର୍ଥ ଭକ୍ତ୍ୟା ଲଭ୍ୟସ୍ତନନ୍ୟୟ ୟଶାନ୍ତସ୍ଥାନି ଭୂତାନି ୟେନ ସର୍ବଂ ଇଦଂ ତତମ୍। ହେ ପାର୍ଥ, ଭୂତ ସମୂହ ଯାହାଙ୍କ ମଧ୍ୟରେ ଅବସ୍ଥିତ ରହିଛନ୍ତି, ଯାହାଙ୍କ ଦ୍ୱାରା ପରିଦୃଶ୍ୟମାନ ସମଗ୍ର ଜଗତ ବ୍ୟାପ୍ତ, ସେହି ପରମ ପୁରୁଷଙ୍କୁ ଏକମାତ୍ର ଅନନ୍ୟ ଭକ୍ତି ଦ୍ୱାରା ହିଁ ଲାଭ କରାଯାଏ। ୟତ୍ର କାଲେ ତନାବୃତ୍ତିଂ ଆବୃତ୍ତିଂ ଚୈବ ଯୋଗିନଃ ପ୍ରୟାତା ୟାନ୍ତି तं କାଲଂ ବକ୍ଷ୍ୟାମି ଭରତର୍ଷଭ। ହେ ଭରତକୁଳ ଶ୍ରେଷ୍ଠ, ଯେଉଁ କାଳରେ ଅର୍ଥାତ୍ ଯେଉଁ ମାର୍ଗରେ ଗମନ କଲେ ଯୋଗୀଗଣ ଅର୍ଥାତ୍ ଉପାସକ ଓ କର୍ମୀଗଣ ଅନାବୃତ୍ତି ଓ ଆବୃତ୍ତି ଅର୍ଥାତ୍ ମୋକ୍ଷ ଓ ପୁନର୍ଜନ୍ମ ଲାଭ କରନ୍ତି, ସେହି କାଳ ବିଷୟ କହୁଛି। ଅଗ୍ନିଃ ଜ୍ୟୋତିଃ ଅହ ଶୁକ୍ଳଃ ଷଣ୍ମାସା ଉତ୍ତରାୟଣଂ ତତ୍ର ପ୍ରୟାତା ଗଚ୍ଛନ୍ତି ବ୍ରହ୍ମ ବ୍ରହ୍ମବିଦୋ ଜନାଃ। ଅଗ୍ନି ଓ ଜ୍ୟୋତିର ଅଭିମାନିନୀ ଦେବତା ଏବଂ ଦିନ ଶୁକ୍ଳପକ୍ଷ ଓ ଉତ୍ତରାୟଣ 6 ମାସର ଅଭିମାନିନୀ ଦେବତାମାନଙ୍କର ଉପଲକ୍ଷିତ ଯେଉଁ ପଥ, ସେହି ଦେବଯାନ ନାମକ ମାର୍ଗରେ ଗମନ କଲେ ବ୍ରହ୍ମବିଦ୍ ଅର୍ଥାତ୍ ସଗୁଣ ବ୍ରହ୍ମ ଉପାସକଗଣ ବ୍ରହ୍ମଲୋକ ପ୍ରାପ୍ତ ହୁଅନ୍ତି, ଅର୍ଥାତ୍ ସେମାନଙ୍କର ଆଉ ପୁନରାବର୍ତ୍ତନ ହୁଏ ନାହିଁ। ଧୂମ ରାତ୍ରିସ୍ତଥା କୃଷ୍ଣଃ ଷଣ୍ମାସା ଦକ୍ଷିଣାୟନଂ ତତ୍ର ଚାନ୍ଦ୍ରମସଂ ଜ୍ୟୋତିଃ ଯୋଗୀ ପ୍ରାପ୍ୟ ନିବର୍ତ୍ତତେ। ଧୂମ ରାତ୍ରି, କୃଷ୍ଣପକ୍ଷ ଏବଂ ଦକ୍ଷିଣାୟନ 6 ମାସର ଅଭିମାନିନୀ ଦେବତା ଗଣଙ୍କ ଦ୍ୱାରା ଉପଲକ୍ଷିତ ଯେଉଁ ପଥ, ସେହି ମାର୍ଗରେ ବାସନାମୟ ପିତୃଯାନରେ ଗମନ କରି କର୍ମପର ଯୋଗୀ ଚାନ୍ଦ୍ରମସ ଜ୍ୟୋତି ଦ୍ୱାରା ଲକ୍ଷିତ ସ୍ୱର୍ଗଲୋକ ପ୍ରାପ୍ତ ହୋଇ ପୁନର୍ବାର ମର୍ତ୍ତ୍ୟଲୋକକୁ ଫେରିଆସନ୍ତି। ଶୁକ୍ଳକୃଷ୍ଣେ ଗତି ହେତେ ଜଗତ ଶାଶ୍ୱତେ ମତେ ଏକୟା ୟାତନାବୃତ୍ତିଂ ଅନ୍ୟୟା ବର୍ତ୍ତତେ ପୁନଃ। ଜଗତର ଅର୍ଥାତ୍ ଜ୍ଞାନ ମାର୍ଗ ଓ କର୍ମ ମାର୍ଗର ଅଧିକାରୀଙ୍କର ଏହି 2 ପ୍ରକାର ଗତିପଥ ହିଁ ଶାଶ୍ୱତ ବୋଲି ଜାଣିବ। ତହିଁରୁ ଗୋଟିଏ ଶୁକ୍ଳ ମାର୍ଗ ଦ୍ୱାରା ଗମନ କଲେ ଅନାବୃତ୍ତି ଅର୍ଥାତ୍ ମୋକ୍ଷ ଲାଭ ହୁଏ ଏବଂ ଅପରଟି କୃଷ୍ଣ ମାର୍ଗ ଦ୍ୱାରା ଗମନ କଲେ ତାର ଫଳ ପୁନରାବୃତ୍ତି। ନୈତେ ଶ୍ରୀତି ପାର୍ଥ ଜାନନ୍ ଯୋଗୀ ମୁହ୍ୟତି କଶ୍ଚନ ତସ୍ମାତ୍ ସର୍ବେଷୁ କାଲେଷୁ
योगयुक्त भवार्जुन। हे पार्थ, मोक्ष संसार प्रापक ଏହି ମାର୍ଗଦ୍ୱୟ ସମ୍ବନ୍ଧରେ ଅବଗତ ହେଲେ ଯୋଗୀ ପୁରୁଷ ମୋହଗ୍ରସ୍ତ ହୁଅନ୍ତି ନାହିଁ, ଅର୍ଥାତ୍ ସଂସାର ପ୍ରାପକ କାମ୍ୟ କର୍ମରେ ଲିପ୍ତ ହୁଅନ୍ତି ନାହିଁ ଏବଂ ମୋକ୍ଷ ପ୍ରାପକ ମାର୍ଗ ଅବଲମ୍ବନ କରି ପରମେଶ୍ୱର ନିଷ୍ଠ ହୁଅନ୍ତି। ଅତଏବ ହେ ଅର୍ଜୁନ, ତୁମେ ସର୍ବଦା ଯୋଗଯୁକ୍ତ ହୁଅ। ବେଦେଷୁ ଯଜ୍ଞେଷୁ ତପସୁ ଚୈବ ଦାନେଷୁ ୟତ୍ପୁଣ୍ୟଫलं ପ୍ରଦିଷ୍ଟଂ ଅତ୍ତେତି ତତ୍ସର୍ವಮಿದଂ ବିଦିତ୍ୱା ଯୋଗୀ ପରଂ ସ୍ଥାନମୁପୈତି ଚାଦ୍ୟମ୍। ବେଦ ଅଧ୍ୟୟନ, ଯଜ୍ଞ ଅନୁଷ୍ଠାନ ଆଦି ଓ କାୟ ଶାସନ ଆଦି ତପସ୍ୟା ଅନୁଷ୍ଠାନରେ ଓ ଦାନାଦି କର୍ମରେ ଯେଉଁ ସମସ୍ତ ପୁଣ୍ୟଫଳ ଶାସ୍ତ୍ରରେ ଉପଦିଷ୍ଟ ହୋଇଛି, ଏହି ଅଷ୍ଟପ୍ରଶ୍ନର ଅର୍ଥ ନିର୍ଣ୍ଣୟ ଦ୍ୱାରା ଉକ୍ତ ତତ୍ତ୍ୱ ଅବଧାରଣ ଓ ଆଚରଣ ପୂର୍ବକ ଯୋଗୀ ପୁରୁଷ ସେହି ଫଳରାଶି ଅତିକ୍ରମ କରନ୍ତି, ଅର୍ଥାତ୍ ତାଠାରୁ ମଧ୍ୟ ଶ୍ରେଷ୍ଠ ଯୋଗୈଶ୍ୱର୍ଯ୍ୟ ପ୍ରାପ୍ତ ହୋଇ ପରମ କାରଣ ଯେ ବ୍ରହ୍ମପଦ ତାହା ଲାଭ କରନ୍ତି। ଇତି ଶ୍ରୀମହାଭାରତେ ଶତସହସ୍ରାଂ ସଂହିତାୟାଂ ବୈୟାସିକ୍ୟାଂ ଭୀଷ୍ମପର୍ବଣି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ योगशास्त्रे ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ଅକ୍ଷର ବ୍ରହ୍ମ ଯୋଗ ନାମ ଅଷ୍ଟମୋଧ୍ୟାୟ। ହରି ଓಂ ତତ୍ସତ୍। ଶ୍ରୀ ଭଗବାନ ବେଦବ୍ୟାସ ରଚିତ ଲକ୍ଷ୍ୟ ଶ୍ଳୋକାତ୍ମକ ଶ୍ରୀ ମହାଭାରତର ଭୀଷ୍ମ ପର୍ବର ଅନ୍ତର୍ଗତ ଶ୍ରୀମଦ୍ଭଗବଦ୍ଗୀତା ରୂପକ ଉପନିଷଦରେ ବ୍ରହ୍ମବିଦ୍ୟା ବିଷୟକ ଯୋଗଶାସ୍ତ୍ରରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦରେ ଅକ୍ଷର ବ୍ରହ୍ମ ଯୋଗ ନାମକ ଅଷ୍ଟମ ଅଧ୍ୟାୟ ସମାପ୍ତ। ହରି ଓಂ ତତ୍ସତ୍। ଅଷ୍ଟମ ଅଧ୍ୟାୟର ସାରାମୃତ। 28ଟି ଶ୍ଲୋକରେ ଏହି ଅଧ୍ୟାୟ ସମାପ୍ତ। ପରମେଶ୍ୱରଙ୍କର ସ୍ୱରୂପ ବର୍ଣ୍ଣନା ପ୍ରସଙ୍ଗରେ ଏହି ଅଧ୍ୟାୟରେ ବ୍ରହ୍ମତତ୍ତ୍ୱ, ବ୍ରହ୍ମ ଉପାସନା ଏବଂ ଶେଷ ସମୟରେ ଈଶ୍ୱର ଚିନ୍ତାର ପ୍ରୟୋଜନୀୟତା ସମ୍ବନ୍ଧରେ ବିଶେଷ ଭାବରେ ଆଲୋଚନା ହୋଇଛି ବୋଲି ଅଧ୍ୟାୟର ନାମ ଅକ୍ଷର ବ୍ରହ୍ମଯୋଗ। ସପ୍ତମ ଅଧ୍ୟାୟରେ ଯେଉଁ ବ୍ରହ୍ମତତ୍ତ୍ୱ, ଅଧ୍ୟାତ୍ମ ତତ୍ତ୍ୱ, କର୍ମତତ୍ତ୍ୱ ଏବଂ ଅଧିଭୂତ, ଅଧିଦୈବ ଓ ଅଧିଯଜ୍ଞ ପ୍ରଭୃତି ବିଷୟ ଭଗବାନ ସାଧାରଣ ଭାବରେ ଆଲୋଚନା କରିଥିଲେ। ଅର୍ଜୁନଙ୍କ ପ୍ରଶ୍ନରେ ସେ ଏହି ଅଧ୍ୟାୟରେ ଏହି ତତ୍ତ୍ୱଗୁଡ଼ିକୁ ବିଶଦ ଭାବରେ କହିଛନ୍ତି। ଅନ୍ତକାଳରେ ଭଗବତ୍ ସ୍ମରଣରେ ମୁକ୍ତି, ଅତଏବ ସତତ ଈଶ୍ୱର ପରାୟଣ ହେବାର ଉପଦେଶଟି ବିଶେଷ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ଭଗବାନ ଏହାକୁ ବୁଝିବା ନିମିତ୍ତ କହିଛନ୍ତି, ମୃତ୍ୟୁ ସମୟରେ ଯେଉଁ ଭାବ ସ୍ମରଣ କରି ମନୁଷ୍ୟ ଦେହତ୍ୟାଗ କରିଥାଏ, ସେହି ଭାବକୁ ହିଁ ସେ ପ୍ରାପ୍ତ ହୋଇଥାଏ। ଅତଏବ ମୃତ୍ୟୁ ସମୟରେ ମୋତେ ସ୍ମରଣ କଲେ ମୋତେ ହିଁ ପ୍ରାପ୍ତ ହେବ, ଅର୍ଥାତ୍ ଈଶ୍ୱର ସ୍ୱରୂପତା ପାଇ ମୁକ୍ତି ଲାଭ କରିବ। କିନ୍ତୁ ତାହା ସମଗ୍ର ଜୀବନର ଅଭ୍ୟାସ ଫଳରେ ହିଁ ସମ୍ଭବ। ଚିରଜୀବନ ମନୁଷ୍ୟ ଯେଉଁ ଚିନ୍ତା ବା ଭାବନା ନେଇଥାଏ, ଶେଷ ସମୟରେ ସେହି ଚିନ୍ତା ହିଁ ପ୍ରବଳ ହୋଇ ତା'ର ମନରେ ଉଦିତ ହେବ। ଗୋଟିଏ ଦିଗରେ ମୃତ୍ୟୁଯାତନା ମନୁଷ୍ୟର ମନକୁ ଏତେ ଦୁର୍ବଳ ଓ ବିପଥଗାମୀ କରିଦିଏ ଯେ ସେତେବେଳେ ଆଉ ଈଶ୍ୱର ଚିନ୍ତା ମନକୁ ଆସେ ନାହିଁ। ସେଥିପାଇଁ ଶ୍ରୀ ଭଗବାନ ବିଶେଷ ଭାବରେ କହିଛନ୍ତି, ସର୍ବଦା ମୋର ହିଁ ଚିନ୍ତା କରିବ, ଏପରିକି ସଧର୍ମ ପାଳନ ରୂପକ ଯୁଦ୍ଧ ଆଦି ବ୍ୟାପାରରେ ମଧ୍ୟ। ତାହେଲେ ସଦ୍ଗତି ଲାଭ ହେବ। ଭଗବାନଙ୍କଠାରେ ଭକ୍ତି ହେଲେ ହିଁ ସର୍ବାବସ୍ଥାରେ ତାଙ୍କର ନିରନ୍ତର ଚିନ୍ତା ସମ୍ଭବ। ସା ପରାନୁରକ୍ତିରୀଶ୍ୱରେ। ଈଶ୍ୱରଙ୍କଠାରେ ପରାନୁରକ୍ତି ହିଁ ପ୍ରକୃତ ଭକ୍ତି। ଭକ୍ତି ସମ୍ବନ୍ଧରେ ଶ୍ରୀରାମକୃଷ୍ଣ ଦେବ କହିଛନ୍ତି, ଈଶ୍ୱରଙ୍କୁ କାୟ ମନ ବାକ୍ୟରେ ଭଜନା କରିବାର ନାମ ଭକ୍ତି। କାୟ ଅର୍ଥାତ୍ ହାତ ଦ୍ୱାରା ତାଙ୍କର ପୂଜା ଓ ସେବା କରିବା, ପାଦରେ ତାଙ୍କ ଆସ୍ଥାନକୁ ଯିବା, କାନରେ ତାଙ୍କର ଭାଗବତ ଶୁଣିବା, ନାମ ଗୁଣକୀର୍ତ୍ତନ ଶୁଣିବା, ଆଖିରେ ତାଙ୍କର ବିଗ୍ରହ ଦେଖିବା, ମନରେ ସର୍ବଦା ତାଙ୍କର ଧ୍ୟାନ ଚିନ୍ତା କରିବା, ତାଙ୍କର ଲୀଳା ସ୍ମରଣ ମନନ କରିବା ଏବଂ ବାକ୍ୟରେ ଅର୍ଥାତ୍ ତାଙ୍କର ସ୍ତବ ସ୍ତୁତି, ତାଙ୍କର ନାମ ଗୁଣକୀର୍ତ୍ତନ ଏହିସବୁ କରିବା। ଭକ୍ତି ହିଁ ସାର। ଈଶ୍ୱର ତ ସର୍ବଭୂତରେ ଅଛନ୍ତି,
ତେବେ ଭକ୍ତ କାହାକୁ କହିବା? ଯାହାର ମନ ସର୍ବଦା ଈଶ୍ୱରଙ୍କ ଠାରେ ରହିଛି। ଅହଙ୍କାର ଅଭିମାନ ଥିଲେ ତାହା ସମ୍ଭବ ହୁଏ ନାହିଁ। ମୁଁ ରୂପକ ସ୍ତୂପରେ ଈଶ୍ୱରଙ୍କର କୃପାରୂପକ ପାଣି ଜମେ ନାହିଁ, ତାହା ଗଡ଼ିଯାଏ। କଳିଯୁଗରେ ନାରଦୀୟ ଭକ୍ତି ଏ ଯୁଗ ପାଇଁ ଉପଯୁକ୍ତ ଭକ୍ତି ଯୋଗ। ଏଥିରେ ଅନ୍ୟାନ୍ୟ ପଥ ଅପେକ୍ଷା ସହଜରେ ଈଶ୍ୱରଙ୍କୁ ପାଇହୁଏ। ଜ୍ଞାନ ଯୋଗ ବା କର୍ମଯୋଗ କିମ୍ବା ଅନ୍ୟାନ୍ୟ ପଥ ଦେଇ ମଧ୍ୟ ଈଶ୍ୱରଙ୍କ ପାଖକୁ ଯାଇହୁଏ, କିନ୍ତୁ ଏସବୁ ପଥ ଭାରି କଠିନ। ଭକ୍ତି ଯୋଗ ଯୁଗଧର୍ମ। ତା'ର ଅର୍ଥ ଏହା ନୁହେଁ ଯେ ଭକ୍ତ ଗୋଟିଏ ସ୍ଥାନକୁ ଯିବ, ଜ୍ଞାନୀ ବା କର୍ମୀ ଆଉ ଏକ ସ୍ଥାନକୁ ଯିବେ। ଏହାର ଅର୍ଥ ଯେ ବ୍ରହ୍ମଜ୍ଞାନ ଚାହାନ୍ତି ସେ ଯଦି ଭକ୍ତି ପଥରେ ଯାଆନ୍ତି ତାହେଲେ ମଧ୍ୟ ସେହି ଜ୍ଞାନ ଲାଭ କରିବେ। ଭକ୍ତବତ୍ସଳ ଭଗବାନ ଚାହିଁଲେ ବ୍ରହ୍ମଜ୍ଞାନ ମଧ୍ୟ ଦେଇପାରନ୍ତି। ଅର୍ଜୁନଙ୍କ ପ୍ରତି ଶ୍ରୀ ଭଗବାନଙ୍କର ଯେଉଁ ନିର୍ଦ୍ଦେଶ ମାମନୁସ୍ମର ୟୁଧ୍ୟଚ, ତାହା ସହଜରେ କେବଳ ଭଗବତ ଭକ୍ତି ଦ୍ୱାରା ହିଁ ସମ୍ଭବ। ଯେ ଯାହାଙ୍କୁ ଭକ୍ତି କରେ ତାଙ୍କରି ଚିନ୍ତା ହିଁ ନିରନ୍ତର ତାହାର ମନରେ ଉଦିତ ହୁଏ। ଶ୍ରୀକୃଷ୍ଣ କହିଛନ୍ତି, ଅନନ୍ୟ ଚିତ୍ତ ନିତ୍ୟ ସ୍ମରଣଶୀଳ ଭକ୍ତର ସହଜରେ ଭଗବାନ ଲାଭ ହୁଏ ଏବଂ ତା'ର ପୁନର୍ଜନ୍ମ ହୁଏ ନାହିଁ। ବ୍ରହ୍ମଲୋକ ଆଦି ମଧ୍ୟ କ୍ଷୟଶୀଳ। ପ୍ରଳୟରେ ପ୍ରକୃତିରେ ଲୟ ହୁଏ, କିନ୍ତୁ ପ୍ରକୃତିର ମଧ୍ୟ ଅତୀତ ସେହି ଯେ ଅବ୍ୟକ୍ତ ଅକ୍ଷର ସନାତନ ପୁରୁଷ, ସେ ହିଁ ଶାଶ୍ୱତ ନିତ୍ୟ ଏବଂ ସେ କେବଳ ଭକ୍ତି ଦ୍ୱାରା ଲଭ୍ୟ। ପରେ ଶ୍ରୀ ଭଗବାନ ଇନ୍ଦ୍ରିୟ ସଂଯମ ଦ୍ୱାରା ପ୍ରାଣକୁ ଭ୍ରୁଯୁଗଳ ମଧ୍ୟରେ ସ୍ଥାପନ ପୂର୍ବକ ମନକୁ ନିରୁଦ୍ଧ କରି ପରମ ପୁରୁଷଙ୍କର ଚିନ୍ତା କରୁ କରୁ ଦେହତ୍ୟାଗର ଫଳସ୍ୱରୂପ ପରମଗତି ଲାଭର ଉପଦେଶ ଦେଇ ଯେଉଁମାନେ ଯାଗ ଯଜ୍ଞ ଆଦି ସକାମ ପୁଣ୍ୟକର୍ମ କରନ୍ତି ସେମାନଙ୍କର ପିତୃଯାନ ମାର୍ଗରେ ଗମନ, କର୍ମ ଅନୁଯାୟୀ ଲୋକପ୍ରାପ୍ତି ଏବଂ ପୁଣ୍ୟ କ୍ଷୟରେ ପୁନର୍ବାର ସଂସାରରେ ଆବର୍ତ୍ତନ ଏବଂ ବ୍ରହ୍ମ ଉପାସକମାନଙ୍କର ଦେହାନ୍ତେ ଦେବଯାନ ମାର୍ଗରେ ଗମନାନ୍ତର ବ୍ରହ୍ମପ୍ରାପ୍ତିର କଥା ବର୍ଣ୍ଣନା କରିଛନ୍ତି। ଅଷ୍ଟମ ଅଧ୍ୟାୟର ଶେଷ ଶ୍ଲୋକଟି ବିଶେଷ ଭାବପୂର୍ଣ୍ଣ। ବେଦେଷୁ ଯଜ୍ଞେଷୁ ଇତ୍ୟାଦି ଶ୍ଲୋକଟିର ଭାଷ୍ୟରେ ଆଚାର୍ଯ୍ୟ ଶଙ୍କର ଲେଖିଛନ୍ତି, ହେ ଅର୍ଜୁନ, ଯୋଗର ମାହାତ୍ମ୍ୟ ଶ୍ରବଣ କର। ସମ୍ୟକ୍ ଭାବରେ ବେଦ ଅଧ୍ୟୟନ କଲେ, ସର୍ବାଙ୍ଗ ସହ ଯଜ୍ଞାନୁଷ୍ଠାନ କଲେ ଏବଂ ବିଶେଷ କ୍ଲେଶ ସହିତ ତୀବ୍ର ତପସ୍ୟା ଓ ସର୍ବବିଧ ଦାନ ଅନୁଷ୍ଠାନ କଲେ, ଅଥବା ଏହିସବୁ କର୍ମ ମିଳିତ ଭାବରେ ଅନୁଷ୍ଠିତ ହେଲେ ଯେଉଁ ପୁଣ୍ୟଫଳ ଅର୍ଥାତ୍ ପୁଣ୍ୟର ଫଳସ୍ୱରୂପ ସୁଖ ଆଦି ପ୍ରାପ୍ତି ହୁଏ ବୋଲି ଶାସ୍ତ୍ରରେ ନିର୍ଦ୍ଦିଷ୍ଟ ଅଛି। ଏହି ଅଷ୍ଟ ପ୍ରଶ୍ନର ନିର୍ଣ୍ଣୟ ଦ୍ୱାରା ଉପଦିଷ୍ଟ ଯୋଗ ବିଷୟଟି ଜାଣିପାରିଲେ ଯୋଗୀ ସେସବୁ ପୁଣ୍ୟଫଳକୁ ଅତିକ୍ରମ କରିଯାଆନ୍ତି ଏବଂ ଏହି ଯୋଗ ବିଷୟରେ ସମ୍ୟକ୍ ଅନୁଧାବନ କରି ଅନୁଷ୍ଠାନ ଫଳରେ ଯୋଗୀ ପରମ ପ୍ରକୃଷ୍ଟ ଈଶ୍ୱର ଭାବ ସ୍ୱରୂପ ସ୍ଥାନ ପ୍ରାପ୍ତ ହୋଇଥାନ୍ତି। ଏହି ସ୍ଥାନ ଆଦ୍ୟ ଆଦିରେ ଭବ ଅର୍ଥାତ୍ କାରଣ ବ୍ରହ୍ମସ୍ୱରୂପ ଏହି ଅର୍ଥ। ଏହି ଅଧ୍ୟାୟର ମୁଖ୍ୟ ବାଣୀ ପରମଗତି ଲାଭ କରିବା ନିମିତ୍ତ ସର୍ବଦା ଭଗବତ ଚିନ୍ତନ ହିଁ ଶ୍ରେଷ୍ଠ ଉପାୟ। ଓಂ ଶାନ୍ତି ଶାନ୍ତି ଶାନ୍ତି। ହରି ଓಂ ତତ୍ସତ୍।